ନେଇକି ଯିବା ରାନ୍ଧିକି ଖାଇକି ଶୋଇବା ନା ଏଠି ବଜା କହିବା ଦରକାର ନାହିଁ ଏପଟକୁ ଆସିଲା ଅନାନି ବଜା ତ ମାଇକିନି ଘୁଷା ଟାଣି ମୋ ବାମ୍ଫ ଗାଡ଼ି ସାଇଲୁନି କହୁଛୁ ମାରି ମାରି ତ ଅବସ୍ଥା 12 ବଜେଇ 12 ବଜେଇବ ନା 13 ବଜେଇବ ହାତରୁ ଆଗ ଦୌଡ଼ି ଫିଟେଇଲ ଫିଟା ପରା କହୁଛି ଫିଟେଇ ଦେବି ଆଉ କଣ ତୁ ମତେ ବୋକା ଭାବିଛୁ ବୋକା କଣ ଭାବିଲେ ଦୌଡ଼ିଟା ଫିଟାଅ ତୁ ଯେମିତିକା ମାଲ ହେଇଛୁ ସାଙ୍ଗେ ସାଙ୍ଗେ ମେଳା ସାଇଡରେ ନୂଆ ମେଳା ବସେଇ ଦବୁ ତାହେଲେ ତ ଫିଟେଇବନି କହିଲି ପରା ନା ଅନେଇଲେ ମୋ ମୁଣ୍ଡ ଗରମ କରିବି କହୁଛି କଣ ହେଲା କଣ ହେଲା ତୋ ମୁଣ୍ଡ ଗରମ ହେଲାଣି କଣ ମାରିଦେବି ହାରିଦେବି ଗୋଟେ ଚାପଡ଼ା ନାକ ଦଣ୍ଡାକୁ ଦେଖି ଚବର କାଇଁ ମାରିବ କଣ ପାଇଁ ମାରିବ ଯା ତମେ କେସ୍ ଭାଇ ତା ସ୍ୱାମୀ ସ୍ତ୍ରୀ ଭିତରେ କଥା କହୁ ବେ ମେଳା ବୁଲିବା କହିଛୁ ନା କିଳା ନେବା କହିଛୁ ବାବୁ ଦୁଆ ବେ ମେଳା ବୁଲିବାକୁ ଆଇଛୁ ନା କିଳା ନେବା କହିଛୁ ବାବୁ ବେ ଫାଣ୍ଡି ସାମ୍ନାରେ ବିଶୃଙ୍ଖଳା ସୃଷ୍ଟି କରୁଛୁ ବେ ଇଏ କି ଅଦ୍ଭୁତ ଦୃଶ୍ୟ ତୁ କଣ ଇଏ ମାଇଟାକୁ ଗାଈ ଭଳିଆ ବାନ୍ଧିକି ବୁଲଛୁ ହଁ ସେଇ କଥାଟା ଆପଣ ତାଙ୍କୁ ଟିକେ ପଚାରିଲେ ସାର୍ ବାହା ହବା ଦିନ ଠାରୁ ସବୁବେଳେ ଏମିତି ଦୌଡ଼ରେ ବାନ୍ଧିକି ରଖୁଛନ୍ତି କଣ ହଁ ସାର୍ ଖାଇଲେ ଶୋଇଲେ ଝାଡ଼ା ଗଲେ କେତେବେଳେ ଢିଲା ନାହିଁ ସବୁବେଳେ ଟାଇଟ୍ ତ ମାଇକିନି ଆଉ କହୁଛି କିଛି କହନା ସେ ଆହୁରି ଯୋଡ଼ିକି କହୁଛି କଣ ଯୋଡ଼ିକି କହିଲୁ ଶୋଇଲା ବେଳେ ତତେ ମୁଁ କୋଉ ଦିନ ବାନ୍ଧିଥିଲି ମୁଁ ଶୋଇଲା ବେଳେ ବାନ୍ଧି ଶୋଇଲା ବେଳେ ବାନ୍ଧି ନେଇ ଖୋଲତା ତୁରସି ଆଜ୍ଞା ଖୋଲତା ତୁରସି ଅସୁବିଧା ହବ ସ୍ତ୍ରୀ ଯୋଉ ଭିଟାମିନିଆ ପଦାର୍ଥ ତୁ ତାକୁ ଛେଳି ମେଣ୍ଢା ଭଳିଆ ବାନ୍ଧିକି ବୁଲଛୁ ନନସେନ୍ସ ବାବୁ କାହିଁକି ବାନ୍ଧିକି ବୁଲୁଛି ପଚାରି ବୁଝିଲ ନାଇଁ ଶୁଣୁନା ମୁଁ ୟା ଆଗରୁ ଗୋଟେ ବାହା ହେଇଥିଲି ଥରକୁ 2ଟା ନେଖେ ଛୁଆ ଜନ୍ମ କଲା ଫାଷ୍ଟ 2ଟା ଝୁଅ ଜନ୍ମ କରିଥିଲା ବାବୁ ଗୋଟେ ତା ମା ପେଟରୁ ମରିଗଲା ଆଉ ଗୋଟେ ତଳେ ପଡ଼ିକି 2-4ଟା କାକା ହେଇ ସେଟା ମରିଗଲା ମୁଁ ମନେ ମନେ ଭାରି ଖୁସି ହେଇଗଲି କହିଲି ଯାହା ହଉ ଝୁଅ 2ଟା ହେଇଥିଲେ ମରିଗଲେ ଭଲ ହେଲା ବଞ୍ଚିଗଲା ମଣିଷ 12-13 ମାସ ଯାଇନାହିଁ ବାବୁ ତୁମକୁ ମିଛ ମତେ ସତ ପୁଣି 2ଟା ଛୁଆ ଜନ୍ମ କଲା ଏଥର ଛୁଆ ସହ ମାର ପାରିକି ଚାଲିଗଲେ 2ଟା ନେକେ ଛୁଆ ଜନ୍ମ କରିବ ଭିତରେ ନାଡ଼ି 2 ହେଇଗଲା ପୁଣି ଗୋଟେ ଆଣିଲେ ସେ ଦେଖିବାକୁ ୟା ଠାରୁ ଭାରି ବଢିଆ ତା ନାକ ତ ତୀଖ ଭଳିଆ ନାକ ବାବୁ ତା ନାକ ଉପରେ ଯଦି ତୁମ ନଜର ପଡ଼ିଯିବ ଘଡ଼ିଏ ପରେ ଅନେଇବ ସିଏ ବି ଭାଗ୍ୟରେ ଜୁଟିଲା ନେଇ ବାବୁ ତାର କଣ ହେଲା ଆମ ସାଇ ଟୋକା 4 ଜଣ ଜୁଟି ଗଲେ ଯେ ତାକୁ ଦିନେ ନେଇଯାଇ ରେପ୍ ଆଣ୍ଡ ମର୍ଡର କରିଦେଲେ କିଏ କିଏ ନେଲେ କୋଉଠିକି ନେଲେ କେମିତି ମାରିଲେ ମୁଁ ସବୁ ପରେ ଜାଣିପାରେ କିଛି କାମ କଲିନି ଆଉ ଅସଲ ଲୋକଟା ତ ମରିଗଲାଣି ମୁଁ ଟୋକାଙ୍କ ବିରୁଦ୍ଧରେ ଯିବି ସେ ଜୀବନ ସାରା ମୋ ପଛରେ ଲାଗେ ମୁଁ ପୁଣି ଗୋଟେ ଆଣିଲି ହାଇ ଗଞ୍ଜାମରୁ ଏତେ ଉଚ୍ଚା ଝୁଅ ଏଡେ ବାହାମୂଳ ତାର ସିଏ ବି ଭାଗ୍ୟରେ ଜୁଟିଲାନି ଏ ଯେ ବିହାରୀ ବସେଇ ବୁଲୁନାହାନ୍ତି ରଥ ଷଣ୍ଢ ଫଣ୍ଡ ଧରିକି ଆମ ସାଇ ମଣ୍ଡପରେ ରହନ୍ତି ତ ତାଙ୍କରି ଭିତରୁ ଗୋଟେ କିଏ ଷଣ୍ଢରେ ବସେଇକି ରାତିରେ ନେଇକି ପଳେଇଲା ତାପରେ ବିଜୁଳି ବାପୁକୁ ଫସେଇଲି ଯାହା ହଉ ବିଜୁଳିକି ପାଇଛି ଇଏ ହେଲା ମୋର 4 ନମ୍ବର ସ୍ତ୍ରୀ କାଳେ ଆକୁ କିଏ ନେଇଯିବ ସେଇଥିପାଇଁ ଦୌଡ଼ରେ ବାନ୍ଧି ବୁଲୁଛି ଏହା ଏକ ଦଣ୍ଡନୀୟ ଅପରାଧ ନାଇଁ ଯଦି ବଞ୍ଚିବାକୁ ଚାହୁଁଛ ତାହେଲେ ତା ଇଚ୍ଛା ମୁତାବକ ତାକୁ ବଞ୍ଚିବାକୁ ଦିଅ ଅସୁବିଧା ହବ ତା ନହେଲେ ଡବଲ କିଳା ଚାଲିବ ଆଜ୍ଞା ଡବଲ ଶୋ କିଏ କିଳା ଦବ ଗୋଟାଏ କିଳା ଆମେ ପୋଲିସ ବାଲା ଦବୁ ଆଉ ଗୋଟେ କିଳା କିଏ ଦବ ଜାଣିନୁ ନା ଜାଣିନୁ କିଏ ଦବ ମହିଳା କମିଶନ ଦବ କିଏ ଦବ ବାବୁ ତୁମେ ମତେ ବୋକା ଭାବିଛ ଯୁକ୍ତି କରୁଛୁ କଣ ମୁଁ ମନ୍ଦିରରେ ବାହା ହେଇ ରେକର୍ଡ ପତ୍ର ଧରିକି ବୁଲୁଛି ତୁ ଶଳାଟା ବସିଲେ ଉଠି ପାରୁନୁ କୋଉଠି ଅବାଗରେ ଗୋଟେ ବଜେଇ ଦେଲୁ ମୁଁ ଟିକେ ଧାପିଗଲୁ ତୁ କୋଉ ହିସାବରେ ଗୋଟେ 16 ବର୍ଷିଆ ଟୋକି ବାହା ହଉଥିଲୁ ଏଇ ତୁ ତାକୁ ବାହା ହେବା ନାଁରେ ଶାରୀରିକ ମାନସିକ ଉଭୟ ପ୍ରକାର ନିର୍ଯାତନା ଦଉଛୁ ସ୍ପେଶାଲ ତାକୁ ମାନସିକ ନିର୍ଯାତନା ଦଉଛୁ ତା ମୁହଁ କହୁଛି ବାବୁ ସେ ଭେଳିକି କାଢୁଛି ତୁ
ତୁମେ ବାବୁ ତା ସପକ୍ଷରେ ଆପଣ କହିଲେ ତ ସେଇଥିପାଇଁ ସେ ଦେଖିଲା ସପୋର୍ଟ ପାଇଲା ଭେଳିକି କାଢୁ ଶୁଣ 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 ଅଧିକ ତଥ୍ୟ ଦେବା ପାଇଁ ସେଇଠି ରହିଲା ତୁ ଯା ଫାଣ୍ଡିରେ ସାରଙ୍କୁ ଦେଖା କରିକି ଆସିବୁ ଅସୁବିଧା ହବ ତତେ କହିଲି ଯା ସାରଙ୍କୁ ଦେଖା କରିକି ଆସିବୁ ଅସୁବିଧା ହବ ଅସୁବିଧା ନୁହଁ ସୁବିଧା ହବ ସାର୍ ବଢିଆ କଥା କହିଛନ୍ତି ଶୁଣୁନ ଫାଣ୍ଡି ବାବୁ ସକାଳେ ଥାନାରେ ଧୂପ ଦେଇ ବସିଥିବେ ତମେ ଯାଅ ଆଗ ବଇନି କରିଦିଅ ଶୁଣ ତମେ ଫେରିବା ଯାଇ ମୁଁ ଏଇଠି ସାରଙ୍କୁ ତଥ୍ୟ ଦଉଛି ତୁ ଦେଇପାରିବୁ ହଁ ମୁଁ ଦେଇପାରିବି ଇଏ କିଏ କହିବୁ କିଏ ମୁଁ ଜାଣିନି ସାର୍ ପରା ପୋଲିସ ହଁ ପୋଲିସ ସାର୍ ସେ କାଣ୍ଡାଲ ଘଟେଇବାରେ ଧୁରନ୍ଧର ହଁ ସେଇଟା କଣ ବା ସେ କାଣ୍ଡାଲ ତାକୁ କଣ କରନ୍ତି ମୋ 2 ନମ୍ବରଟା ଯେମିତି ହେଇଗଲା 2 ନମ୍ବର ହେଇଗଲା ଜାଣି ସାରିଲେନି ଇଏ 2-4 ଜଣ ଜୁଟି ଯିବେ ତାଙ୍କ ଉପର ବାବୁ କହିବେ ବାବୁ ସେ ବଜାରରେ ଡ୍ୟୁଟି ଅଛି ତା ଦୋକାନରେ ଡ୍ୟୁଟି ଅଛି ଅନାନି କୋଉଠି ଡ୍ୟୁଟି କରିବେନି ଆଉ ତତେ ନେଇଯାଇ ତାରି ଭଳିଆ କର ଶଳା ବୁଢା ତା ତ ପିଠି ଗଲୁ ହଉଛି ଆଉ ଭାଇ ସାତ କୁଣ୍ଡେଇକି ବୁଝଉ ତତେ ଆଖି କଣ ମାରୁଛୁ ନା ଇଏ ଆଖିଟା କଣ ଦୋଷ ହେଇଗଲା ଦୋଷ ହେଇଗଲା ତମେ ଯାଉନ ଶୀଘ୍ର ଆସ ମୁଁ ଏଇଠି କୁଆଡେ ଯିବିନି ବାଡି ବସା ଯାଇଛି